ରଖିଥା ଆମର କାମ କାଟା କରିବା କ'ଣ କରିବା ଆଉ କ'ଣ କାଲି ଆସିବନି? ଲାଗିଗଲା ଦୁଆର ଝରକା ଆଜ୍ଞା। ଆଉ ଏ ଘରେ ଯୋଉ ପଟା ପଥର ବସ୍ତା କାଗଜ ଜରି କୋଉଠି ସିନ୍ଦୁକ ଭଙ୍ଗା ପଟା ଅଛି, ଏଇ ଖଟ ଗୁଡାକ ଅଛି, ଏ ଘରେ କେତେ ଜିନିଷ ଅଛି, ଏରା ସବୁ ବାହାରକୁ ବାହାରିବ। ସେ ଲୋକ ଆସିବେ ଗୋଟିଏ ଆଡୁ ବାଲି ଫିଲଅପ୍ ହେଲେ ମେଜିଆ କରିବା। ମେଜିଆ କଲା ପରେ ଆମେ ରଫ ପ୍ଲାଷ୍ଟର ଆଗ କରିବୁ, ମାନେ ପଥର ସେଥିରେ 8, 10, 11, 12 ପଥର ଅଛି ସବୁ ରଫ କରିସାରିଲା ପରେ ତାପରେ ଗୋଟିଏ ଆଡୁ ଯେତିକିଟା ରୁମ୍ ଆମେ ପ୍ଲାଷ୍ଟର କରିବା, ବାକି ଡ୍ରପ୍ କରି ରଖିଦେବା। ନାଇଁ ଯଦି ଟୋଟାଲ ସବୁ କରିବା ତାହେଲେ କରିବା, କିଛି ଅସୁବିଧା ନାହିଁ। ଆମ ବଳକୁ ନେଇକି ତେଣୁ ମେଜିଆଟା ଆଗ ଟୋଟାଲ ଏନ୍ସର କରିବା ସବୁ। କବାଟ ଝରକା ଆଜି ଲାଗିଗଲା। ସବୁ ସରିଗଲା, ଜାମ ବି ସରିଗଲା। ବାହାରକୁ ନନେଲେ ଆମେ ପଥରଟା କେମିତି ବାଲିଟା ପକେଇବା, ପଥରଟା ବେକାର ହେଇଯିବନି। ଯୋଉରା ନିକା ଗୁଣ୍ଡରେ ହେରା ପଡ଼ିଥିବ, ଯୋଉରା ଗୋଟେ ବଡ଼ ସାଇଜ ଅଧାଠୁ ଗୋଟା ପର୍ଯ୍ୟନ୍ତ ସେ ପଥର ସବୁ ବାହାରିବ। ତାପରେ ଏଇ ଯେଉଁ ବସ୍ତାର କାଠ ଏକାଠ ଅଛି, ରଡ଼ ଖଣ୍ଡେ ଏଠି ପାଉଁଶ ଅଛି, ଘରେ କେତେଟା ପଟା ଅଛି, ଛୋଟ ଛୋଟ ପଟା ଘର ଘରେ କାଠ ଏଗୁଡ଼ାକ ଅଛି, ଟୋଟାଲ ବାହାରିବ। ତାପରେ ସେ ଗୋଟେ ଆଡ଼ୁ ବାଲି ଫିଲଅପ୍ କରିବେ। ବାଲି ଫିଲଅପ୍ କଲେ ତାପରେ ଏଠୁ ସାଙ୍ଗେ ସାଙ୍ଗେ ଆମର ମେଜିଆ ଆରମ୍ଭ କରିବା। ମେଜିଆଟା ଆରମ୍ଭ କରିଦେଲେ ଘରର ଫ୍ରି ହେଇଯିବ, ଫ୍ରି ହେଇପାରୁନାହିଁ। ଆଜି କବାଟ କାମ 2 ଦିନ ଭିତରେ ସରିଲା। ହଁ।